ଆମେରିକା ଇରାନର ଯୁଦ୍ଧ ବନ୍ଦ ହେବାକୁ ଯାଉଛି ଏବଂ କୌଣସି ମୁହୂର୍ତ୍ତରେ ମଧ୍ୟ ଅସ୍ତ୍ରବିରତି ଯୁଦ୍ଧ ଅବସାନ ଆଡ଼କୁ ଗତି କରିପାରେ। ଏନେଇ ବର୍ତ୍ତମାନ ସମୟରେ ଆମେରିକା ଘୋଷଣା କରିଛି। ନମସ୍କାର, ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଦର୍ଶକ ବନ୍ଧୁ, ଫେବୃଆରୀ 28 ତାରିଖରେ ଆରମ୍ଭ ହୋଇଥିବା ଆମେରିକା ଇରାନ ଓ ଇସ୍ରାଏଲର ଯୁଦ୍ଧ କେବେ ବନ୍ଦ ହେବ ସେ ନେଇ ପୁରା ବିଶ୍ୱ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ସମୟରେ ବଡ଼ ଖବର ଆସୁଛି ଯେ ଆମେରିକା ଓ ଇରାନ ଏହି ଯୁଦ୍ଧ ବନ୍ଦ ଆଡ଼କୁ ଗତି କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ଇରାନ ଆମେରିକା ଇସ୍ରାଏଲ ଯୁଦ୍ଧ। ଏକଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ କହିଛନ୍ତି। ଆନ୍ତର୍ଜାତୀୟ ନ୍ୟୁଜ୍ ଚ୍ୟାନେଲ ଫକ୍ସକୁ ନିଜ ସାକ୍ଷାତକାର ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେଉଁ ଯୁଦ୍ଧ ବର୍ତ୍ତମାନ ସମୟରେ ଚାଲିଛି ସେହି ଯୁଦ୍ଧର ଅବସାନ ଘଟିବାକୁ ଯାଉଛି ଏବଂ ଖୁବ୍ ଶୀଘ୍ର ଆମେରିକା ଇରାନ ଯୁଦ୍ଧର ଅନ୍ତ ଘଟିବ। ଆନ୍ତର୍ଜାତୀୟ ନ୍ୟୁଜ୍ ଚ୍ୟାନେଲରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ସାକ୍ଷାତକାର ପରେ ବର୍ତ୍ତମାନ ଯୁଦ୍ଧ ବନ୍ଦ ନେଇ ଏକ ନିଶ୍ଚିତ ବାତାବରଣ ସୃଷ୍ଟି ହୋଇଥିବା ବା ବାସ୍ତବବାଦୀ ବାତାବରଣ ସୃଷ୍ଟି ହୋଇଥିବା କୁହାଯାଉଛି। ସବୁଠାରୁ ବଡ଼ କଥା ହେଉଛି ଆମେରିକା ଇରାନ ଓ ଇସ୍ରାଏଲ ଭିତରେ ଯେମିତି ଯୁଦ୍ଧ ଆରମ୍ଭ ହୋଇଥିଲା ଧୀରେ ଧୀରେ ତାହା ଏକ ମହାଯୁଦ୍ଧରେ ପରିଣତ ହୋଇଯାଇଛି। ଆଉ ଏହି ଯୁଦ୍ଧରେ ବିଶ୍ୱ ଅର୍ଥନୀତି ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ତୈଳ କାରବାର, ତୈଳ ଅଭାବ, ତୈଳ ବଜାରରେ ଅସ୍ଥିରତା ପୁରା ବିଶ୍ୱକୁ ଦୋହଲାଇ ଦେଇଛି। ସେପଟେ ସାମରିକ ଆକ୍ରମଣରେ ଆମେରିକା ଓ ଇରାନର ମଧ୍ୟ ଅନେକ କ୍ଷତି ଘଟିଛି। ଏହା ସହିତ ମଧ୍ୟପ୍ରାଚ୍ୟର ଅନେକ ଦେଶରେ ମଧ୍ୟ ଏହି ଆକ୍ରମଣର ସାମରିକ ପ୍ରଭାବ, ପ୍ରତିରକ୍ଷାଗତ ପ୍ରଭାବ ଦେଖିବାକୁ ମିଳିଛି, ଯେଉଁଥିରେ ସାଧାରଣ ଭିତ୍ତିଭୂମି বা সিভিলিয়ান ইনফ্রাস্ট্রাকচার ମଧ୍ୟ ନଷ୍ଟ ହୋଇଛି। ଏ ତମାମ ଘଟଣା ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ କହୁଛନ୍ତି ଯେ ଆମେରିକା ଇରାନ ଯୁଦ୍ଧ ଶେଷ ହେବାକୁ ଯାଉଛି। ଏହା ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଯୁଦ୍ଧ ଅବସାନକୁ ନେଇ ଯେଉଁ ଆକଳନ, ଯେଉଁ କଳ୍ପନା କରାଯାଉଥିଲା, ଯେଉଁ ଦିଗ ଉପରେ ଗୁରୁତ୍ୱ ଦିଆଯାଉଥିଲା, ସେ ସବୁ ଦିଗ ଗୋଟିଏ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ଆଉ ଗୋଟିଏ କଥା ମୁଁ କହି ରଖିବା ପାଇଁ ଚାହିଁବି ଯେ ଏହାରି ଭିତରେ ଉପରାଷ୍ଟ୍ରପତି ଜେଡି ଭେନ୍ସ ମଧ୍ୟ କହିଛନ୍ତି ଯେ ଆମେରିକା ଓ ଇରାନ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଅର୍ଥାତ୍ ଏହି ମନ୍ତବ୍ୟ ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କର ସୂଚାଉଛି ଯେ ଆମେରିକା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ମଧ୍ୟ ରାଜି ଅଛି ବା ପ୍ରସ୍ତୁତ ହେଉଛି। ଅବଶ୍ୟ ଏପ୍ରିଲ 11 ତାରିଖ ଦିନ ପାକିସ୍ତାନର ମଧ୍ୟସ୍ଥତାରେ ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟରେ ଯେଉଁ ଆଲୋଚନା ହୋଇଥିଲା 21 ଘଣ୍ଟା ଧରି ଏହି ଶାନ୍ତି ଆଲୋଚନା ଫଳପ୍ରଦ ହୋଇପାରି ନଥିଲା ବା ଫେଲ ମାରିଥିଲା। କିନ୍ତୁ ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି ଯେ ଇସଲାମାବାଦରେ ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଯେଉଁ ସବୁ ଦିଗ ଗୁଡ଼ିକ ଉପରେ ଇରାନ ପକ୍ଷ ରାଜି ହୋଇଛନ୍ତି ତୁରନ୍ତ ତାକୁ କାର୍ଯ୍ୟକାରୀ କରନ୍ତୁ। ଦ୍ୱିତୀୟ କଥା ସେ କହିଛନ୍ତି ଯେ ହରମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦେଉ ଇରାନ ଏବଂ ହରମୁଜ ପ୍ରଣାଳୀରେ ତେଲବାହୀ ଜାହାଜ ଗୁଡ଼ିକର ଯାତାୟାତ ସ୍ୱାଭାବିକ ହେଉ। ଯଦି ଏହା ଘଟୁଛି ତେବେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସହିତ ଆମେରିକା ଓ ଇରାନ ଭିତରେ ଯୁଦ୍ଧ ଅବସାନ ଆଡ଼କୁ ଗତି କରିବ। ଏଣୁ ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ଗୋଟିଏ କଥା ଯେ ଏପ୍ରିଲ 11 ତାରିଖରେ ଯେଉଁ ଶାନ୍ତି ବୈଠକ ଇରାନ ଆମେରିକା ମଧ୍ୟରେ ହୋଇଥିଲା ସେଥିରେ କୌଣସି ସଫଳତା ଯଦିଓ ମିଳିନାହିଁ, ବର୍ତ୍ତମାନ କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ଯେ ଦୁଇଟି ସର୍ତ୍ତ, ଯେ ଶାନ୍ତି ବୈଠକରେ ଇରାନ ଯେଉଁ ଦିଗ ଗୁଡ଼ିକ ଉପରେ ରାଜି ହୋଇଥିଲା ଏବଂ ହରମୁଜ ପ୍ରଣାଳୀକୁ ଯଦି ଇରାନ ଖୋଲି ଦେଉଛି ତେବେ ଯୁଦ୍ଧ ଅନ୍ତ ଆଡ଼କୁ ଗତି କରିବ। ଏସବୁ ଭିତରେ ଇରାନ ନିଜର କ'ଣ ପକ୍ଷ ରଖୁଛି ତାକୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ, କାହିଁକି ନା ଇରାନରେ ମୁସ୍ତଫା ଖେମନିଙ୍କ ଶାସନ ଗୋଟିଏ ବଡ଼ ଧମକ ଦେଇଛି ଯେ ଅସ୍ତ୍ରବିରତି ଯଦି ଶେଷ ହେଉଛି ଏବଂ ଏହାପରେ ଆମେରିକା ଆକ୍ରମଣ କରୁଛି ତେବେ ପୂର୍ବ ଅପେକ୍ଷା ଅଧିକ ମାତ୍ରାରେ ଆମେରିକାକୁ ପ୍ରତି ଆକ୍ରମଣ କରାଯିବ ଏବଂ ଆମେରିକା ଯାହା କେବେ ଚିନ୍ତା କରିନଥିବ ସେଭଳି ଆକ୍ରମଣର ସମ୍ମୁଖୀନ ହେବ। ଯେହେତୁ ଏପ୍ରିଲ 21 ତାରିଖ ଦିନ ଏହି ଅସ୍ତ୍ରବିରତିର ଅନ୍ତ ଘଟୁଛି ଆଉ ତା ପୂର୍ବରୁ ବର୍ତ୍ତମାନ ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାର ସକାରାତ୍ମକ ସୂଚନା ଦେଉଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଟି ସର୍ତ୍ତ ରଖି କହୁଛନ୍ତି ଯେ ଇରାନ ଯଦି ହରମୁଜ ପ୍ରଣାଳୀକୁ ଖୋଲିଦିଏ ଓ ପ୍ରଥମ ପର୍ଯ୍ୟାୟ ବୈଠକରେ ଯେଉଁ ବିଷୟବସ୍ତୁ ଉପରେ ଇରାନ ରାଜି ହୋଇଥିଲା ତାକୁ ଯଦି କାର୍ଯ୍ୟକାରୀ କରାଯାଏ ତେବେ ହୁଏତ ଯୁଦ୍ଧର ଅବସାନ ଘଟିବ ଏବଂ ଏହି ଅସ୍ତ୍ରବିରତି ଧୀରେ ଧୀରେ ଯୁଦ୍ଧ ଅନ୍ତ ହେବାର ସ୍ଥିତି ଆଡ଼କୁ ଗତି କରିବ। ଦର୍ଶକ ବନ୍ଧୁ, କିନ୍ତୁ ଏହାରି ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ରହୁଛି ପାକିସ୍ତାନର ମଧ୍ୟସ୍ଥତା। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପ୍ରକୃତରେ ପାକିସ୍ତାନରେ ହେବ ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ। ସେମିତିରେ ବି ପାକିସ୍ତାନ ମଧ୍ୟସ୍ଥତା ନ କରି ଅଧିକ ଦଲାଲି କରେ, ଏହା ପୁରା ବିଶ୍ୱ ସମୁଦାୟକୁ ଜଣା। ଆମେରିକା ପାକିସ୍ତାନକୁ ଭରସା କରିବା ଓ ଇରାନ ପାକିସ୍ତାନର ଭିତରେ ଯେଉଁ ସମ୍ପର୍କ ଅଛି ତାକୁ ଯଦି ଦ୍ୱାହି ଦେଇ ଇରାନର ସମର୍ଥନ
ପାକିସ୍ତାନ ହାସଲ କରିବାକୁ ଚାହେଁ ଓ ଶାନ୍ତି ବୈଠକରେ ଦ୍ୱିତୀୟ ଥର ମଧ୍ୟସ୍ଥତା କରିବାକୁ ଚାହେଁ, ହୁଏତ ପାକିସ୍ତାନକୁ କେତେ ବିଶ୍ୱାସକୁ ନେଉଛନ୍ତି ଆମେରିକା ଓ ଇରାନ ପକ୍ଷ ତାହା ଗୁରୁତ୍ୱପୂର୍ଣ୍ଣ ରହିବ। କାହିଁକି ନା ବିଭିନ୍ନ ସମୟରେ ମଧ୍ୟସ୍ଥତାର ଦୁହାଇ ଦେଇ ପାକିସ୍ତାନ ଗୋଟିଏ ଦେଶରୁ ଟଙ୍କା ଆଣି ନିଜର ଆବଶ୍ୟକତା ପୂରଣ କରିବା ସହିତ ଅନ୍ୟ ଦେଶ ଉପରେ ଚାପ ସୃଷ୍ଟି କରିଥାଏ, ଯାହା ମଧ୍ୟସ୍ଥିର କେବେ ଭୂମିକା ହେବା ଉଚିତ ନୁହେଁ। ଏଣୁ ଏସବୁ ଭିତରେ ଆଗାମୀ ସମୟରେ ପାକିସ୍ତାନ ବଦଳରେ ସୁଇଜରଲ୍ୟାଣ୍ଡ ମଧ୍ୟ ଏହି ମଧ୍ୟସ୍ଥତା କରିପାରେ ବୋଲି ଚର୍ଚ୍ଚା ହେଉଛି। କାହିଁକି ନା ଇରାନରେ ଆପଣମାନେ ଜାଣିଛନ୍ତି ଯେତେବେଳେ ସାଧାରଣ ସ୍ଥିତି ବି ରହିଥାଏ, ସେତେବେଳେ ଆମେରିକାର କୌଣସି ଦୂତାବାସ ଇରାନରେ କାର୍ଯ୍ୟ କରେ ନାହିଁ। ଆମେରିକା ଇରାନ ସହିତ ସୁଇସ୍ ଦୂତାବାସ ସହାୟତାରେ ବା ମଧ୍ୟସ୍ଥତାରେ ସମ୍ପର୍କ ଯୋଡ଼ିଥାଏ। ଏଣୁ ଏସବୁ ଭିତରେ ଆମେରିକା ଓ ଇରାନର ସମ୍ପର୍କରେ ଯଦି ପରିବର୍ତ୍ତନ ଆସୁଛି, ସେହି କ୍ଷେତ୍ରରେ ସୁଇସ୍ ଦୂତାବାସ ବା ସୁଇଜରଲ୍ୟାଣ୍ଡ ସରକାର ଆଲୋଚନାର ମଙ୍ଗ ଧରିପାରନ୍ତି ଏବଂ ପରବର୍ତ୍ତୀ ଆଲୋଚନା ଯୁଦ୍ଧ ଅନ୍ତ ଆଡ଼କୁ ଏକ ନିର୍ଣ୍ଣାୟକ ସ୍ଥିତିକୁ ନେଇପାରେ। ଏହାରି ଭିତରେ ରାଷ୍ଟ୍ରପତି ଜେଡି ଭେନ୍ସ କହିଛନ୍ତି ଯେ ପାକିସ୍ତାନର ଇସଲାମାବାଦରେ ଯେଉଁ ଆଲୋଚନା ହେଲା, ଇରାନ ଓ ଆମେରିକା ଭିତରେ ଏଭଳି ଆଲୋଚନା ପାଖାପାଖି 49 ବର୍ଷ ପରେ ହୋଇଛି। ଏଣୁ 49 ବର୍ଷ ଧରି ଯେଉଁ ଅବିଶ୍ୱାସର ବାତାବରଣ ଉଭୟ ଦେଶ ଭିତରେ ଥିଲା, ହୁଏତ ତାହା ରାତାରାତି ପରିବର୍ତ୍ତନ ହେବ ନାହିଁ, କିନ୍ତୁ ପରିବର୍ତ୍ତନର ଗୋଟିଏ ସୁଯୋଗ ତିଆରି ହେଉଛି। ଏଣୁ ଯଦି ଦର୍ଶକ ବନ୍ଧୁ ଆମେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ଏବଂ ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କର ବକ୍ତବ୍ୟକୁ ଦେଖିବା, ତେବେ କେଉଁଠି ନା କେଉଁଠି ଆମେରିକା ଆଲୋଚନା ଜରିଆରେ ଯୁଦ୍ଧ ଅନ୍ତ ଚାହୁଁଥିବାର ଇସାରା ମିଳୁଛି ଏବଂ ଇରାନ ମଧ୍ୟ କହିଛି ଯେ ଯଦି ସିଜ୍ ଫାୟାରକୁ ପରବର୍ତ୍ତୀ ସମୟରେ ଉଲ୍ଲଂଘନ କରାଯାଏ, ଯାହା ଏପ୍ରିଲ 21 ତାରିଖରେ ଶେଷ ହେବ, ତେବେ ହୁଏତ ପରିଣାମ ଭୟଙ୍କର ହୋଇପାରେ। କିନ୍ତୁ ଯଦି ସିଜ୍ ଫାୟାର ବଳବତ୍ତର ରହୁଛି, ଇରାନ ମଧ୍ୟ ଆଲୋଚନା ପାଇଁ ରାଜି ହୋଇପାରେ ଓ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ଯୁଦ୍ଧ ଅବସାନ ନେଇ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ଆସିବାର ବର୍ତ୍ତମାନ ସମୟରେ ଆଶା କରାଯାଉଛି। ତେବେ ଏଭଳି ଖବର ଦେଖିବା ପାଇଁ ନ୍ୟୁଜ୍ ରୁମ୍କୁ ଆମର ସୋସିଆଲ ମିଡିଆ ସାଇଟ୍ ୟୁଟ୍ୟୁବ ଓ ଫେସବୁକରେ ଲାଇକ୍ କରନ୍ତୁ, ଆମ ଭିଡ଼ିଓକୁ ସେୟାର କରନ୍ତୁ, ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଆପଣଙ୍କର ମତାମତ ଲେଖନ୍ତୁ। ରହୁଛି, ନମସ୍କାର।